ମିଛ କହିବା ମହାପାପ ବୋଲି ପଢ଼ିଥିଲୁ ଦିନେ ପାଠରେ। ହେଲେ ସରକାର ପରା ଶିଖେଇ ଦେଲେ ଯେ ପାଠଶାଠ ସବୁ ପଛରେ। ଶାସକ ଦଳର ନେତା ବୋଲି ପରା ଆମ କଥା ଆଗ ଶୁଣରେ। ଭୋଟ ପରେ ଦାବି ପୂରଣକୁ କିଏ ଆଉବ ପଚାରେ। ନେତା କହୁଛନ୍ତି ପିଲାଙ୍କ ଭବିଷ୍ୟତ ଥାଉ ପଛରେ, ଆମେ ଆଗ ନିଜ ଭବିଷ୍ୟତ ଗଢ଼ୁରେ। 5 ବର୍ଷର ଶାସନ କାଳରେ ଖାଲି ପ୍ରତିଶ୍ରୁତି ଦେଇ ଚାଲରେ। 45,000 ଶିକ୍ଷକ ନିଯୁକ୍ତି ଦେବୁ ଦେବୁ କହି 3 ବର୍ଷ ଗଲା ବିତିରେ। ମିଛ ପ୍ରତିଶ୍ରୁତି ଦେଇଥିଲ ବୋଲି ଶିକ୍ଷକ ଆଶାୟୀ ବସି ଆଜି କାନ୍ଦୁଛନ୍ତି ପରା ଲୟର ପିଏମ୍ଜିରେ। 6 ଦିନ ଧରି ଶିକ୍ଷକ ଆଶାୟୀ କାନ୍ଦୁଛନ୍ତି ବର୍ଷା ରାତିରେ। ବିଶ୍ୱାସ କରିନ ଭୋଟ ଦେଇଥିଲେ ଭାବୁଥିଲେ ଶିକ୍ଷା ବ୍ୟବସ୍ଥା ଆଗେଇବରେ, କିନ୍ତୁ ଶିକ୍ଷକ ଆଶାୟୀ ନିରାଶ ହୋଇ କାନ୍ଦୁଛନ୍ତି ଲୟର ପିଏମ୍ଜିରେ। ପଖାଳ ଦିବସ ସୁଭଦ୍ରା ଯୋଜନା ପାଇଁ ବଜେଟ ପରା ଅଛିରେ, ହେଲେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ବଜେଟରେ ବାଧା ଅଛିରେ। ଶିକ୍ଷକ ଅଭାବେ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀ ସବୁ ଦୁଃଖରେ। ହେ ସରକାର, ଲକ୍ଷାଧିକ ଶିକ୍ଷକ ଆଶାୟୀ ଜଗି ବସିଅଛୁ ଲୟର ପିଏମ୍ଜିରେ। ଆମ ଗୁହାରିକୁ ଶୁଣ ହେ ସରକାର, ପ୍ରତିଶ୍ରୁତି ଦେଇ ପୂର୍ଣ୍ଣ କରିକି ଶିକ୍ଷକ ନିଯୁକ୍ତି ଦିଅ ହେ। ଶିକ୍ଷକ ନିଯୁକ୍ତି ଦିଅ ହେ। ଶିକ୍ଷକ ନିଯୁକ୍ତି ଦିଅ ହେ।